Hello friends, welcome back to my channel Growing Institutes or Learnings. So ଆଜିର ବିଷୟ ହେଉଛି ହିଷ୍ଟ୍ରି ଅଫ୍ ଓଡ଼ିଶାର ପାର୍ଟ 3. ଆମେ ଆଜି ଜାଣିବା ପ୍ରାଇମ୍ ମିନିଷ୍ଟର୍ସ ଆଣ୍ଡ ଚିଫ୍ ମିନିଷ୍ଟର୍ସ ଅଫ୍ ଓଡ଼ିଶା, ପ୍ରାଇମ୍ ମିନିଷ୍ଟର୍ସ ବିଫୋର ଇଣ୍ଡିପେଣ୍ଡେନ୍ସ ଆଣ୍ଡ ଆଫ୍ଟର ଇଣ୍ଡିପେଣ୍ଡେନ୍ସ as ଚିଫ୍ ମିନିଷ୍ଟର୍ସ. ସୋ ପ୍ରାଇମ୍ ମିନିଷ୍ଟର ଆଣ୍ଡ ଚିଫ୍ ମିନିଷ୍ଟରଙ୍କ ବିଷୟରେ ଜାଣିବା। ଓଡ଼ିଶାର ପ୍ରଥମ ପ୍ରାଇମ୍ ମିନିଷ୍ଟର କିଏ ଥିଲେ, ପ୍ରଥମ ଚିଫ୍ ମିନିଷ୍ଟର କିଏ ଥିଲେ, ସେମାନଙ୍କ ବିଷୟରେ ଆଜି କିଛି ଜାଣିବା। So first question is, who was the PM of Odisha when India got its independence? So ଭାରତ ଯେତେବେଳେ ସ୍ୱାଧୀନ ପାଇଲା ସେତେବେଳେ ଓଡ଼ିଶାର ପ୍ରାଇମ୍ ମିନିଷ୍ଟର କିଏ ଥିଲେ? କନଫ୍ୟୁଜ ହେବେନି ଯେ ବିଫୋର ଇଣ୍ଡିପେଣ୍ଡେନ୍ସ ରାଜ୍ୟ ଗୁଡ଼ିକର ପ୍ରାଇମ୍ ମିନିଷ୍ଟର ସବୁ ଥିଲେ। ଆଫ୍ଟର ଇଣ୍ଡିପେଣ୍ଡେନ୍ସ ଦେଶର ପ୍ରାଇମ୍ ମିନିଷ୍ଟର ହେଇଗଲେ ଆଉ ରାଜ୍ୟର ଚିଫ୍ ମିନିଷ୍ଟର ମାନେ ଆସିଗଲେ। ତେଣୁକରି ବିଫୋର ଇଣ୍ଡିପେଣ୍ଡେନ୍ସ, so before independence but during the time of independence of India, who was the prime minister of Odisha? So option गुड़िक हला बिजू पट्टनायक, हरकृष्ण महताब, नवकृष्ण चौधरी एवं विश्वनाथ दास। So correct answer होची हरकृष्ण महताब। हरकृष्ण महताब से समय थिले प्राइम मिनिस्टर ऑफ ओडिशा। So 23 अप्रैल 1946 ରୁ 15 ଅଗଷ୍ଟ 1947 ଯାଏ। But the first elected chief minister of Odisha was Navakrishna Chaudhary after the first general election of India. Okay, so don't be confused. हरकृष्ण महताब होचंते ओडिशार प्रथम मुख्यमंत्री थिले after independence. Also during independence he was the prime minister of Odisha. But after independence the first elected CM was Navakrishna Chaudhary. Okay, so next question बुझिबा। Next question is, who succeeded Nandini Satpathy as the CM of Odisha? नंदिनी शतपथीଙ୍କ ପରେ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ? So ଅପସନ ଗୁଡ଼ିକ ହେଲା JB ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟ କିମ୍ବା ନୀଳମଣି ରାଉତରାୟ। So correct answer ହେଉଛି ବିନାୟକ ଆଚାର୍ଯ୍ୟ। So ନନ୍ଦିନୀ ଶତପଥୀ ଟୁ ଟର୍ମ କରିଥିଲେ, ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଜୁନ 1962 ରୁ 1976। So ବିନାୟକ ଆଚାର୍ଯ୍ୟ 1976 ରୁ 1977 ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ନେକ୍ସଟ କ୍ୱେଶ୍ଚନ, ହୁ among the following is a one time CM? ଯିଏକି ଥରେ ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଅପସନ ଗୁଡ଼ିକ ହେଲା ନନ୍ଦିନୀ ଶତପଥୀ, ବିଜୁ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଏବଂ ଗିରିଧର ଗମାଙ୍ଗ। So correct answer is ଗିରିଧର ଗମାଙ୍ଗ। ଗିରିଧର ଗମାଙ୍ଗ ବାତ୍ୟା ସମୟରେ ଥିଲେ 17 ଫେବୃଆରୀ 1999 ରୁ 6 ଡିସେମ୍ବର 1999 ଯାଏ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଓଡ଼ିଶାର। ନନ୍ଦିନୀ ଶତପଥୀ ଦୁଇଥର ହୋଇଛନ୍ତି, 14 ଜୁନ 1972 ରୁ 3 ମାର୍ଚ୍ଚ 1973 ଏବଂ 6 ମାର୍ଚ୍ଚ 1973 ରୁ 16 ଡିସେମ୍ବର 1976। ବିଜୁ ପଟ୍ଟନାୟକ ମଧ୍ୟ ଦୁଇଥର ହୋଇଛନ୍ତି, 23 ଜୁନ 1961 ରୁ 2 ଅକ୍ଟୋବର 1963 ଏବଂ 5 ମାର୍ଚ୍ଚ 1990 ରୁ 15 ମାର୍ଚ୍ଚ 1995। ହେମାନନ୍ଦ ବିଶ୍ୱାଳ ମଧ୍ୟ ଦୁଇଥର ହୋଇଥିଲେ, 7 ଡିସେମ୍ବର 1989 ରୁ 5 ମାର୍ଚ୍ଚ 1990 ଏବଂ 6 ଡିସେମ୍ବର 1999 ରୁ 5 ମାର୍ଚ୍ଚ 2000 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। So correct answer ହେଉଛି ଗିରିଧର ଗମାଙ୍ଗ, ଯିଏକି ଥରେ ମାତ୍ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଓଡ଼ିଶାର। So ପରବର୍ତ୍ତୀ କ୍ୱେଶ୍ଚନ ହେଉଛି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି was a member of which commission constituted by British government? ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହେଉଛନ୍ତି ପରାଧୀନ ଭାରତରେ ପରାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ। ଓକେ, ସେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦ୍ୱାରା କନଷ୍ଟିଚ୍ୟୁଟ ତିଆରି ହୋଇଥିବା ଯୋଉ କମିଶନ ତିଆରି ହୋଇଥିଲା, କେଉଁ କମିଶନରେ ସେ ଏକ ମେମ୍ବର ରୂପେ କାର୍ଯ୍ୟ କରିଥିଲେ? ଅପସନ ଗୁଡ଼ିକ ହେଲା ଲାଙ୍ଗୁଏଜ, ଏଗ୍ରିକଲଚର, ଲ୍ୟାଣ୍ଡ ରିଫର୍ମ ଆଣ୍ଡ ଡିଫେନ୍ସ। So correct answer is agriculture. Next question, who was 2 times PM of Odisha? तो ଅପସନ ଗୁଡ଼ିକ ହେଉଛି କୃଷ୍ଣଚନ୍ଦ୍ର ଗଜପତି 2 times PM ହୋଇଥିଲେ, କିଏ? ବିଶ୍ୱନାଥ ଦାସ, ହରକୃଷ୍ଣ ମହତାବ ଏବଂ ବିନାୟକ ଆଚାର୍ଯ୍ୟ। ଏମାନଙ୍କ ମଧ୍ୟରୁ ବିନାୟକ ଆଚାର୍ଯ୍ୟ PM ହୋଇନଥିଲେ, ଏବଂ ଏ 3 ଜଣ ଯାକ PM ଥିଲେ, କୃଷ୍ଣଚନ୍ଦ୍ର ଗଜପତି, ବିଶ୍ୱନାଥ ଦାସ ଏବଂ ହରକୃଷ୍ଣ ମହତାବ। So ଦୁଇଥର କିଏ ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ଦୁଇଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି? ଆନ୍ସର ହେଉଛି କୃଷ୍ଣଚନ୍ଦ୍ର ଗଜପତି। କୃଷ୍ଣଚନ୍ଦ୍ର ଗଜପତି 1 ଏପ୍ରିଲ 1937 ରୁ 19 ଜୁଲାଇ 1937 ଏବଂ
29 ନଭେମ୍ବର 1941 29 ଜୁନ 1944 ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଓଡ଼ିଶାରୁ ତୁଲାଇଥିଲେ। ତାଙ୍କର 2 ଜଣ ଉତ୍ତରାଧିକାରୀ ଥିଲେ କିଏ? ଉତ୍ତରାଧିକାରୀ ହେଉଛନ୍ତି ପ୍ରଥମ ଉତ୍ତରାଧିକାରୀ ଥିଲେ ବିଶ୍ୱନାଥ ଦାସ ଏବଂ ଦ୍ୱିତୀୟ ଉତ୍ତରାଧିକାରୀ ଥିଲେ ହରେକୃଷ୍ଣ ମହତାବ। Next question, Vishwanath Das represented which constituency during 1961 election? 1961ରେ ହୋଇଥିବା ସାଧାରଣ ନିର୍ବାଚନରେ ବିଶ୍ୱନାଥ ଦାସ କେଉଁ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ? ଅପସନ ଗୁଡ଼ିକ ହେଲା ବ୍ରହ୍ମପୁର, ଇଷ୍ଟ କୋଦାଳ, ୱେଷ୍ଟ କୋଦାଳ ଏବଂ କଟକ। So correct answer ହେଉଛି ୱେଷ୍ଟ କୋଦାଳ। He defeated ବନମାଳୀ ମହାରାଣା of Praja Socialist Party with a margin of 3,721 votes. Next question, who was first CM of Odisha? First CM of Odisha किए ଥିଲେ? ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ବିନାୟକ ଆଚାର୍ଯ୍ୟ। So first CM of Odisha ହରେକୃଷ୍ଣ ମହତାବ ଗଣାଯିବ। But first CM of Odisha after first general election ସାଧାରଣ ନିର୍ବାଚନ ପରେ କିଏ ହୋଇଥିଲେ? ସିଏ ହେବେ ନବକୃଷ୍ଣ ଚୌଧୁରୀ। ବଟ୍ ଭାରତ ସ୍ୱାଧୀନତାର ପରେ କିଏ ହୋଇଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ? ସିଏ ହେବେ ହରେକୃଷ୍ଣ ମହତାବ। Okay, next question, who among these CMS who served the state for a very short period of time? ବହୁତ କମ ସମୟ ପାଇଁ କିଏ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଓଡ଼ିଶାର? ଅପସନ ଗୁଡ଼ିକ ହେଲା ଆରଏନ୍ ସିଂଦେଓ, ବିନାୟକ ଆଚାର୍ଯ୍ୟ, ବୀରେନ ମିତ୍ର ଏବଂ ସଦାଶିବ ତ୍ରିପାଠୀ। କରେକ୍ଟ ଆନ୍ସର ହେଉଛି ବିନାୟକ ଆଚାର୍ଯ୍ୟ। ବିନାୟକ ଆଚାର୍ଯ୍ୟ 29 ଡିସେମ୍ବର 1976ରୁ 30 ଏପ୍ରିଲ 1977 ଯାଏଁ ଦାୟିତ୍ୱ ତୁଲାଇଥିଲେ। ରାଜେନ୍ଦ୍ର ନାରାୟଣ ସିଂଦେଓ 8 ମାର୍ଚ୍ଚ 1967ରୁ 9 ଜାନୁଆରୀ 1971, ବୀରେନ ମିତ୍ର 1963ରୁ 1965, ସଦାଶିବ ତ୍ରିପାଠୀ 1965ରୁ 1967 ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀ ଦାୟିତ୍ୱ ତୁଲାଇଥିଲେ। ସୋ ବିନାୟକ ଆଚାର୍ଯ୍ୟ ମାତ୍ର 5 ମାସ ପାଇଁ ଏହି ଦାୟିତ୍ୱ ତୁଲାଇଥିଲେ। ସୋ ବିନାୟକ ଆଚାର୍ଯ୍ୟ ସବୁଠାରୁ କମ ସମୟ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। Next question, Maharaja Krishnachandra Gajapati Narayana Deo was the king of which princely state? ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ସେ କେଉଁ ପ୍ରିନ୍ସଲି ଷ୍ଟେଟ୍ ସହ ଜଡ଼ିତ ଥିଲେ? କେଉଁ ପ୍ରିନ୍ସଲି ଷ୍ଟେଟ୍ର ରାଜା ଭାବରେ ପରିଚାଳିତ ହେଉଥିଲେ? ସୋ ଅପସନ ଗୁଡ଼ିକ ହେଲା ଖୋର୍ଦ୍ଧା, ପାରଳାଖେମୁଣ୍ଡି, ମୟୂରଭଞ୍ଜ, ବଲାଙ୍ଗୀର। So correct answer is Paralakhemudi. Next question, what was the former CM of Odisha ବିଶ୍ୱନାଥ ଦାସ ପ୍ରଫେସନାଲି? ବିଶ୍ୱନାଥ ଦାସ ତାଙ୍କ ପ୍ରଫେସନ କ'ଣ ଥିଲା? ବିଶ୍ୱନାଥ ଦାସ ଯେ ଫର୍ମର CM ଅଫ୍ ଓଡ଼ିଶା ଥିଲେ, ତାଙ୍କର ପ୍ରଫେସନ କ'ଣ ଥିଲା? ଅପସନ ଗୁଡ଼ିକ ହେଲା ଲୟାର, ଟିଚର, ଜଜ୍, କଲେକ୍ଟର। ସୋ କରେକ୍ଟ ଆନ୍ସର ଇଜ ଲୟାର। ସେ BA BL କରିଥିଲେ, ସେ ଲୟାର ଭାବେ କାର୍ଯ୍ୟ କରୁଥିଲେ। Next question, who are the successor of ସଦାଶିବ ତ୍ରିପାଠୀ as the CM of Odisha? ସଦାଶିବ ତ୍ରିପାଠୀଙ୍କ ପରେ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ? ଅପସନ ଗୁଡ଼ିକ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ବିଶ୍ୱନାଥ ଦାସ ଏବଂ ରାଜେନ୍ଦ୍ର ନାରାୟଣ ସିଂଦେଓ। ଏମାନଙ୍କ ମଧ୍ୟରୁ କିଏ ସଦାଶିବ ତ୍ରିପାଠୀଙ୍କ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ? କରେକ୍ଟ ଆନ୍ସର ଇଜ ରାଜେନ୍ଦ୍ର ନାରାୟଣ ସିଂଦେଓ। ସଦାଶିବ ତ୍ରିପାଠୀ 21 ଫେବୃଆରୀ 1965ରୁ 8 ମାର୍ଚ୍ଚ 1967 ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପରେ ରାଜେନ୍ଦ୍ର ନାରାୟଣ ସିଂଦେଓ 8 ମାର୍ଚ୍ଚ 1967ରୁ 9 ଜାନୁଆରୀ 1971 ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସୋ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ଫର୍ ହାଉ ମେନି ଟର୍ମସ୍ ହରେକୃଷ୍ଣ ମହତାବ ୱାଜ୍ ଇଲେକ୍ଟେଡ୍ ଟୁ ଲୋକସଭା? କେତେ ଥର ହରେକୃଷ୍ଣ ମହତାବ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ କେତେ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ? ସୋ ଅପସନ ଗୁଡ଼ିକ ହେଲା 1, 2, 3, 4. So correct answer is 2 times, 1952 to 55, 1962 to 1967. So 2 ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ କ୍ୱେଶ୍ଚିନ୍, who is the first CM of Odisha to sweep 3 consecutive term? ଓଡ଼ିଶାର କିଏ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଯିଏକି 3 ଥର କଞ୍ଜୁକେଟିଭ ମାନେ ଲଗାତାର 3 ଥର ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି? ସୋ ଅପସନ ଗୁଡ଼ିକ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକ, ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର।
So correct answer is ନବୀନ ପଟ୍ଟନାୟକ, ଯେ କି 2000 ମସିହାରୁ ଆଜି ଯାଏ ସେ ମୁଖ୍ୟମନ୍ତ୍ରୀ ପଦବୀରେ ଦାୟିତ୍ୱ ତୁଲାଉଛନ୍ତି। So ପରବର୍ତ୍ତୀ କ୍ୱେଶ୍ଚନ ଯିବା, who among the CM was associated with Indian Trust of Art and Cultural Heritage INTAC ସହିତ ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀ ଜଡ଼ିତ ଅଛନ୍ତି? ଓକେ, ଅପସନ ଗୁଡ଼ିକ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକ, ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ। So correct answer is ନବୀନ ପଟ୍ଟନାୟକ। So next question, during his chief ministership, Navakrushna Chaudhary was represented to which assembly constituency? So ନବକୃଷ୍ଣ ଚୌଧୁରୀ ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ସେ କେଉଁ ଆସେମ୍ବଲି କନଷ୍ଟିଚ୍ୟୁଏନ୍ସିରୁ ସଭା ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ? ତ ଅପସନ ଗୁଡ଼ିକ ବାରବାଟୀ କଟକ ରୁରାଲ, ବର୍ଚଣା ଏବଂ କେନ୍ଦ୍ରାପଡ଼ା। ଏହା ଭିତରୁ କେଉଁଠାରୁ ସେ ନିର୍ବାଚିତ ହୋଇଥିଲେ ନିଜର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ? So correct answer ହେଉଛି ବର୍ଚଣା। Next question, who was the first and the only CM of Odisha associated with the making of Indian Constitution? ଭାରତୀୟ ସମ୍ବିଧାନ ତିଆରିରେ କେଉଁ ମୁଖ୍ୟମନ୍ତ୍ରୀଙ୍କର ଅବଦାନ ରହିଛି? ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀଙ୍କର ଅବଦାନ ରହିଛି? ଅପସନ ଗୁଡ଼ିକ ହେଲା ବିଶ୍ୱନାଥ ଦାସ, ହରେକୃଷ୍ଣ ମହତାବ, କୃଷ୍ଣଚନ୍ଦ୍ର ଗଜପତି, R.N. ସିଂହଦେଓ। ସଠିକ ଉତ୍ତରଟି ହେଉଛି ବିଶ୍ୱନାଥ ଦାସ। He became a member of the Constituent Assembly of India in 1946. 1946ରେ ସେ ଇଣ୍ଡିଆର କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ମେମ୍ବର ଭାବେ ଯୋଗ ଦେଇଥିଲେ। Who took part in the freedom struggle of Indonesia? ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆର ଫ୍ରିଡମ ଷ୍ଟ୍ରଗଲରେ, ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ? ଅପସନ ଗୁଡ଼ିକ ହେଲା ବିଶ୍ୱନାଥ ଦାସ, ହରେକୃଷ୍ଣ ମହତାବ, କୃଷ୍ଣଚନ୍ଦ୍ର ଗଜପତି ଏବଂ ବିଜୁ ପଟ୍ଟନାୟକ। ଏମାନଙ୍କ ମଧ୍ୟରୁ କିଏ ଇଣ୍ଡୋନେସିଆର ଫ୍ରିଡମ ଷ୍ଟ୍ରଗଲରେ ଭାଗ ନେଇଥିଲେ? କରେକ୍ଟ ଆନ୍ସର ହେଉଛି ବିଜୁ ପଟ୍ଟନାୟକ। କରେକ୍ଟ ଆନ୍ସର ବିଜୟାନନ୍ଦ ପଟ୍ଟନାୟକ। ସେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ମଧ୍ୟ ପରିଚିତ। ସେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବହୁତ ଅବଦାନ ରହିଛି। ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ ହେଉଛି, from which constituency ବିଜୁ ପଟ୍ଟନାୟକ associated during his second term as CM? So ବିଜୁ ପଟ୍ଟନାୟକ ଯେବେ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଲେ, ସେ କେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ? ଓକେ, ସୋ ଅପସନ ଗୁଡ଼ିକ ହେଲା ହିଞ୍ଜିଳି, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଏବଂ କଟକ। ସୋ କରେକ୍ଟ ଆନ୍ସର ହେଉଛି ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିଲେ। ସେ ସେକେଣ୍ଡ ଟର୍ମ 1990ରୁ 1995 ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ନେକ୍ସଟ କ୍ୱେଶ୍ଚନ, ରାଜେନ୍ଦ୍ର ନାରାୟଣ ସିଂହଦେଓ କେଉଁ ପାର୍ଟି ସହିତ ଜଡ଼ିତ? ଅପସନ ଗୁଡ଼ିକ ହେଲା INC, CPI, ଜନସଂଘ ଏବଂ ଗଣତନ୍ତ୍ର ପରିଷଦ। ସୋ କରେକ୍ଟ ଆନ୍ସର ହେଉଛି ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ ପାର୍ଟି ସହିତ ଜଡ଼ିତ। In 1962 ହରେକୃଷ୍ଣ ମହତାବ ଲୋକସଭାକୁ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ? ସୋ ଅପସନ ଗୁଡ଼ିକ ହେଲା ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ। କରେକ୍ଟ ଆନ୍ସର ହେଉଛି ଅନୁଗୁଳ। He was elected to the Lok Sabha in 1962 from Anuguল and became the Vice President of the Indian National Congress in 1966. In 1966, he also resigned from the Congress party and led the Odisha Jana Congress. He was elected to the Odisha Legislative Assembly in 1967, 1971 and 1974. So ସେ 1962ରେ ଲୋକସଭାକୁ ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ହରେକୃଷ୍ଣ ମହତାବ। ସୋ ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ ହେଉଛି, ବିଶ୍ୱନାଥ ଦାସ ଇଲେକ୍ଟେଡ୍ ଟୁ ମାଦ୍ରାସ କାଉନସିଲ ଫର ହାଉ ମେନି ଟର୍ମସ୍? ବିଶ୍ୱନାଥ ଦାସ, ଯିଏକି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରାଧୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି, ସେ କେତେଥର ମାଦ୍ରାସ କାଉନସିଲକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ? ଅପସନ ଗୁଡ଼ିକ ହେଲା 1, 2, 3, 4। କରେକ୍ଟ ଆନ୍ସର ହେଉଛି 3. He was a member of the Legislative Assembly of Madras Province from 1921 to 1930। 1921ରୁ 1930 ଯାଏଁ ସେ 3 ଥର ମାଦ୍ରାସ ଲେଜିସ୍ଲେଟିଭ କାଉନସିଲକୁ ପ୍ରତିନିଧିତ୍ୱ କରିଥିଲେ ଓଡ଼ିଶାରୁ। ପରବର୍ତ୍ତୀ କ୍ୱେଶ୍ଚନ, ହରେକୃଷ୍ଣ ମହତାବ
did not represent which constituency? କେଉଁ ନିର୍ବାଚନ ମଣ୍ଡଳୀରୁ ସେ ପ୍ରତିନିଧିତ୍ୱ କରିନଥିଲେ ହରେକୃଷ୍ଣ ମହତାବ। ସୋ ଅପସନ ଗୁଡ଼ିକ ହେଲା ବାସୁଦେବପୁର, ଭଦ୍ରକ, ବିବିଏସ୍ଆର, ବାଲେଶ୍ୱର। ସୋ କରେକ୍ଟ ଆନ୍ସର ହେଉଛି ବାଲେଶ୍ୱର। ନେକ୍ସଟ କ୍ୱେଶ୍ଚିନ୍, what was the educational qualification of ନବକୃଷ୍ଣ ଚୌଧୁରୀ, first CM of independent Odisha after first general election? ନବକୃଷ୍ଣ ଚୌଧୁରୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ ଥିଲା? ଅପସନ ଗୁଡ଼ିକ ହେଉଛି IA, BA, LLB and MA। ସୋ କରେକ୍ଟ ଆନ୍ସର ହେଉଛି BA। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ ହେଲା ନବକୃଷ୍ଣ ଚୌଧୁରୀ held which portfolio as a cabinet minister during 1946 to 49? 1946 ରୁ 49 ମଧ୍ୟରେ ସେ ଗୋଟେ କ୍ୟାବିନେଟ ପୋଷ୍ଟରେ ଥିଲେ ନବକୃଷ୍ଣ ଚୌଧୁରୀ। ଓକେ, ସେ କେଉଁ ବିଭାଗର ଦାୟିତ୍ୱରେ ଥିଲେ? ଅପସନ ଗୁଡ଼ିକ ହେଉଛି ରେଭିନ୍ୟୁ, ଟ୍ରାନ୍ସପୋର୍ଟ, ହେଲ୍ଥ, ହୋମ ଆଣ୍ଡ ଆଗ୍ରିକଲଚର। ସୋ କରେକ୍ଟ ଆନ୍ସର, ସଠିକ ଉତ୍ତର ହେଉଛି ରେଭିନ୍ୟୁ ଆଣ୍ଡ ଟ୍ରାନ୍ସପୋର୍ଟ। In 1946, Indian provincial elections, Nababu won Kendrapada constituency and became a cabinet minister in H.K. Mahatab-led Indian National Congress government, having the revenue, supplies and forest department portfolio. Okay. So next question, in which year Biju Patnaik first time elected from Kendrapada to Lok Sabha? କେଉଁ ବର୍ଷ ପ୍ରଥମେ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ଲୋକସଭାକୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ? କେନ୍ଦ୍ରାପଡ଼ା ତାଙ୍କର ଗଡ଼ ଥିଲା, ତେଣୁକରି ସେ ପ୍ରଥମ ଥର କେବେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ? ଅପସନ ଗୁଡ଼ିକ ହେଲା 1977, 1990, 1984, 1961। ସଠିକ ଉତ୍ତର ହେଉଛି 1977, ଷଷ୍ଠ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ କେନ୍ଦ୍ରାପଡ଼ାରୁ ପ୍ରଥମ ଥର ପାଇଁ। ନେକ୍ସଟ କ୍ୱେଶ୍ଚିନ୍ ହେଉଛି ବିଜୁ ପଟ୍ଟନାୟକ ଇଜ ନଟ୍ ଆସୋସିଏଟେଡ ୱିଥ ହ୍ୱିଚ୍ କନଷ୍ଟିଚୁଏନ୍ସି? ବିଜୁ ପଟ୍ଟନାୟକ କେଉଁ ନିର୍ବାଚନ ମଣ୍ଡଳୀ ସହିତ ଜଡ଼ିତ ନଥିଲେ? ଓକେ, ସୋ ଅପସନ ଗୁଡ଼ିକ ହେଲା ରାଜନଗର, କେନ୍ଦ୍ରାପଡ଼ା, ଆସ୍କା, ବିବିଏସ୍ଆର। ସୋ କରେକ୍ଟ ଆନ୍ସର ହେଉଛି ବିବିଏସ୍ଆର। ସେ ଭୁବନେଶ୍ୱରରୁ ପ୍ରତିନିଧିତ୍ୱ କରିନଥିଲେ। ସୋ ପରବର୍ତ୍ତୀ କ୍ୱେଶ୍ଚିନ୍, RN ସିଂହଦେଓ was elected to assembly for first time in which year? ସୋ ବିଧାନସଭାକୁ ପ୍ରଥମ ଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ କେଉଁ ବର୍ଷ ନିର୍ବାଚିତ ହୋଇଥିଲେ? ଅପସନ ଗୁଡ଼ିକ 1952, 1957, 1967, 1971। ସଠିକ ଉତ୍ତର ହେଉଛି 1957। 1957 he was elected to the Odisha Legislative Assembly from Titlagarh constituency and became the leader of the opposition in Odisha Legislative Assembly। ସେ ଟିଟଲାଗଡ଼ ନିର୍ବାଚିତ ହୋଇଥିଲେ 1957ରେ ଏବଂ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ତୁଲାଇଥିଲେ। 1951 ରାଜେନ୍ଦ୍ର ନାରାୟଣ ସିଂହଦେଓ elected to the first Lok Sabha from Kalahandhi Balangiri constituency as a ଗଣତନ୍ତ୍ର ପରିଷଦ କ୍ୟାଣ୍ଡିଡେଟ୍। ଗଣତନ୍ତ୍ର ପରିଷଦ ର ଏକ ସଭ୍ୟ ଭାବରେ ସେ 1951ରେ ପ୍ରଥମେ କଳାହାଣ୍ଡି ବଲାଙ୍ଗୀରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର 1957 ସେ ଟିଟଲାଗଡ଼ କନଷ୍ଟିଚ୍ୟୁଏନ୍ସିରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଆଜି ପାଇଁ ଏତିକି, ଥ୍ୟାଙ୍କ ୟୁ। ଏଇ ସ୍ଲାଇଡରେ ଏଇ ଭିଡିଓରେ ଆମେ ବର୍ତ୍ତମାନ ଏଇଠି ରଖିବା। ଏତିକି କ୍ୱେଶ୍ଚିନ୍ ପ୍ରିପେୟାର କରିଥିଲି ଆପଣମାନଙ୍କ ପାଇଁ। ଆଶା ଆପଣମାନଙ୍କୁ ଭଲ ଲାଗିଥିବ। ଥ୍ୟାଙ୍କସ୍ for watching my channel, my videos. If you like this type of videos, please do subscribe, like and share with your friends, family. Thank you very much.